ଜୟ ଜଗନ୍ନାଥ ଭାବରେ ଆଉ ସକାଳୁ ସକାଳୁ ଆମେ ଶିବାନୀ ଉଠି ପଡ଼ିକି ଦେଖନ୍ତୁ କ'ଣ ରୋଷେଇବାସ କଥା ଆମେ ଦେଖିବା ଟିକେ ମୁଁ ଉଠି ଆଗକୁ ସିଏ ଉଠି ସାରିଲାଣି ପାଣି ଫାଣି ନେଇକି ଯାଉଥିଲା ଏବେ କ'ଣ କରୁଛି କି କ'ଣ ହେଲା ହାଁ ହେଇଗଲା ମୋର ଏଇଟା କ'ଣ ହେଇଗଲା ଯେ ଏଇ ହାଡ଼ଟା ହେଉଛି ଟିକେ ଚରିକି ଯାଇଛି କ'ଣ ସେବେଠାରୁ ମୋର ଏଇଟା ହାତଟା ଦରଜ ଅଛି ଯଦି ଟିକେ ଚାଲିଯିବି ଟିକେ ବେଶୀ ଯେଉଁଦିନ ଟିକେ ଯିବା ଆସିବା ହେଇଯିବ ଏଇଟା କାଟୁଛି ହେଇଦିନ ମୁଁ ଟିକେ ଛୁଟେଇଲି କେତେ ସମୟ ବି ମାନେ ପାଣି ପଡ଼ିଥିଲା ନା ଏଇଟା ଗୋଡ଼ଟା ପୁରା ମୁଣ୍ଡି ହେଇଗଲା ପାଣିରେ ଖସିକି ଦେଖିକି ଯାଉନୁ ପାଣି ପଡ଼ି ଗୁଡ଼ ମଡ଼ି ଯାଉଛି ତୋର ଚଲାବୁଲା କଲେ ଗୋଟେ ଦୌଡ଼ ଦପଡ଼ କଲେ କାଟୁଛି ମା ପୁଅ ଗୋଡ଼ା ଗୋଡ଼ି ଲାଗୁଥିଲେ ଗୋଡ଼ଟା କ'ଣ ମୋଡ଼ି ଯାଇଛି ପବନ ଟିକେ କିଣା କାଟୁଛି ପାଣି ନେଇ ଯାଉଥିଲା ଏବେ କାଟୁଛି ସେ କଥା ମୋତେ କହୁଛି ଏବେ ସେ ଭଲ ଦୌଡ଼ା ଦୌଡ଼ି ହେଉଛି ମା ପୁଅ ମୁଁ ଉଠି ମାରିଦେବୁ ଯେଉଁ ଦେଖେ ଦେଇ ଆସେ ଯାଇକି ଏଠି ମେଡ଼ିକାଲ ଅଛି ଯାଇ ଦେଖିଦେ ସେ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ହଁ ଯେ କହୁଛି ତା ହେଲା ବେଳକୁ କିଛି କହିଲା ବେଳକୁ ବଟିକା ଆଉ ବଟିକା ଖାଇବାକୁ ଛାଡ଼ିବ କେମିତି ହଁ ବଟିକା ଖାଇବାକୁ ଛାଡ଼ିବ କେମିତି ଯାଏ କିଛି ଗୋଟେ କହିଲା ବେଳକୁ ମେଡ଼ିସିନ ଚାଲ ଦେଖେଇ ଆସିବା ମେଡ଼ିସିନ ନେଇକି ଯା ନା ବଟିକା ଖାଇବିନି ଚିଲଚିଲ ସେଇ ମୁଁ ଦେଖେ ଟିକେ ଦେଖିଦେଇ ଆସିବା ଦେଖିଦେଇ ଆସିବା ମେଡ଼ିକାଲରେ ଯିବା ସନ୍ଧ୍ୟାକୁ ଏଇଠି ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ହଁ କ'ଣ କହୁଛୁ ମେଡ଼ିକାଲ କଥା ନା ଦେଖିଲା ବେଳକୁ ମନା କରିଦେଉଛି ସେମିତି ଭୁକୁ କଷ୍ଟ ପା ମୋତେ କହନା ନହେଲେ ମାନେ ଭଲ କଥା କହିଲେ ଖରାପ ମେଡ଼ିକାଲ ଯିବା କଥା କହିଲା ବେଳକୁ ମନା କରିଦେଉଛି ମାସେ ମାନେ କ'ଣ ହେଇଥିବ କ'ଣ ନାହିଁ ଦେଖିଦେଇ ଯାଇକି ମେଡ଼ିକାଲରେ ଆଉ ସନ୍ଧ୍ୟାକୁ ଯିବା ତାହେଲେ ତୁ କ'ଣ ଏବେ କ'ଣ ଖାଇବାକୁ କରିବୁ ସିମିଆ ସକାଳୁ ଉଠି ପଡ଼ି ସିମିଆ କଲାନି ମୁଁ ଯାଉଛି ସେ ଝିଅକୁ ଧରିକି ଆସେ ସେ ସିମିଆ କରିଥିବ ଖାଇବା ଆଉ ଚାଲନି ଯିବା ଖାଇଲା ବେଳକୁ ସିମିଆ ହେଇଯାଇଥିବ ଖାଇବା ସେ ତାର କରୁଛି କଥା ସକାଳୁ ଉଠିକି ଆମ ପୁଅ ଶୋଇଛି ଏଠି ଉଠି ନାହିଁ ତ ସେ ଖୋଜି ସେ ଭାବ କରୁଛୁ ମୁଁ ଯାଉଛି ହଉ ମୁଁ ଯାଉଛି ଲେଟ୍ ହେଲାଣି ଝିଅ ନେଇକି ଆସିବି ଆମ ଆରମ୍ଭ ସେ ତାର ରୋଷେଇବାସ କରୁଥିବ ସେ ଖାଇବା ଆଉ କମଳ ହବଲ କାଢ଼ିଲାଣି ଆଜି ବହୁତ ଲେଟ୍ ହେଇଗଲାଣି ଉଠିବା ଟାଇମ୍ ଲେଟ୍ ହେଲା ଶିବାନୀ ଉଠି ପଡ଼ିଲାଣି ଜଲ୍ଦି ଚାଲ ବିସ୍କୁଟ ଖାଉଛୁ ରଖିଦେଇଥିଲି ତ ଖାଇବା ଗଜାନନ ଏଇଠି ଅଛନ୍ତି ମାନେ ସବୁଦିନ ଆସିବି ଦର୍ଶନ କରିବି ତାପରେ କାମକୁ ଯିବି କାମ କରିବାକୁ କାହିଁକିନା ଆମର ଏଇଠି ପାଖରେ ନା ସବୁଦିନ ଏପଟେ ଯାଉଛି ଝିଅକୁ ଆଣିବାକୁ ସବୁଦିନ ଟିକେ ଦର୍ଶନ କରିଦେଇକି ଯାଉଛି ଗଜାନନକୁ ସେ ଝିଅକୁ ଆଣିବାକୁ ଚାଲନ୍ତୁ ଯିବା ଏବେ ନେଇ ପଳେଇ ଆସିବା ଲେଟ୍ ହେଇଲାଣି ବହୁତ ପଳେଇ ଚାଲନ୍ତୁ ଦୋକାନ ବଜାର ସବୁ ବନ୍ଦ ଅଛି ସନ୍ଧ୍ୟାକୁ ଖୋଲାଯିବ ସେ ଝିଅକୁ ଧରିକି ଆସିକି ପହଞ୍ଚିଗଲି ଏବେ କମ୍ପାନୀ ଭିତରେ ପ୍ରଥମେ ଯାଉଛି କାମ କରିବି ଚାଉମିନ କାଢ଼ିବି ତାପରେ ଯାଇକି ଯୋଉ କଥା ଚାଉମିନ କାଢ଼ି ସାରିକି ଖାଇବାକୁ ଶିବାନୀ ସକାଳୁ ସୁଜି କରିସାରିଲାଣି ମୋର କାମ ସାରିକି ଆସିଲି ଖାଇବାକୁ ସିମେଇ କରିଛି ମୁଁ ଭୁଲ କହିଦେଲି ସୁଜି ବୋଲିକି ଚାହୁଁଛି ନେଇ ଗଲାନି ଖାଇବା ଟିକେ ଖାଇଦେଇ ପୁଣି କାମ ଲାଗିବା ଖାଲି ସିମେଇ ଆଜି ଖାଲି ସିମେଇ କରିଛି ମୁଁ କହିଥିଲେ ତରକାରୀ ଟିକେ ଆଣିଥାନ୍ତି ବଜାରରୁ ଖାଇବାକୁ ଇଏରା ସକାଳ ଖାଇବା ତାପରେ ପୁଣି 12ଟା ସାଢ଼େ 12ଟା ଟାଇମ୍କି ପଖାଳ ତାପରେ ପୁଣି 4ଟା ମାସ ଗରମ ମୁଁ ଦିନକୁ 3 ଥର ଖାଉଛି କାହିଁକିନା ସକାଳୁ ଉଠା ହେଉଛି ତ ସେଥିପାଇଁ ଖାଇବା 3 ଥର ହେଇଯାଉଛି ଲେଟ୍ରେ ଉଠିଲେ ଦିନକୁ ଥରେ 2 ଥର ହୁଏ ସିମେଇଟା ଆଜି ପୁରା ସିମେଇ ପାଣିଆ କରିଦେଇଯିବ ଏବେ କରି ରଖିଲୁ ବୋଧେ ହଁ ଏବେ ହେଇଛି ଆଉ ଗରମ ବାହାରୁଛି ଆଉ ମାଫ ଆଉ ଯେମିତି ଯେଉଁ ଜିନିଷ ହେବ ସେମିତି ସେଇ ଜିନିଷ କହିବି ନା କହିବି ସିଏ କହିବ ମୁଁ ଯେମିତି କରିବି ଭଲ ଆଉ କିଛି କେହି କହିବେନି କମ୍ପ୍ଲେନ୍ ଦେବେନି
ଯେମିତି ଯାହା ଜିନିଷଟା ହେବ ସେମିତି ମୁଁ କହିବି ନା ଆଉ। ଚାଲ ଫଟା ଖାଇଦେଇକି ଯିବା। ଖାଇଦେଇ ଗଲେ କାମ କରିବା, କାମ ସାଥିରେ ଟେନସନ୍ ଯିବ ଗୋଟେ। ଯାହା କରୁଛି କଥା ହଉ, ଯେମିତି ହେଇଛି ହେଇଥାଉ, ଖାଇଦେବା ଆଉ। ଖାଇସାରିକି ଟିକେ ପଳେଇ ଆଇଲି କମ୍ପାନୀ ଭିତରକୁ। ମେସିନ୍ ଟିକେ ଏଇଟା ଟିକେ ସଫା ହେବ, ତାପରେ ଜାମ୍ ହେଇଛି ଏଇଟା ଟିକେ ସଫା ହେବ, ତାପରେ ଟିକେ କାମ ଅଛି ତାକୁ ସାରି ଦେଇକି ଆସିଲେ ଏଇଟା ସଫା କରିବି। ଖୋଲି ଦେଇଛି ଆଉ ଗୋଟେ ପଡ଼ିଛି ତାର। ଆଉ ସେ କାମ ସାରି ଦେଇ ଚାଉମିନଟା ପୁରେଇ ଦେଇ ଆସେ, ନଷ୍ଟ ହେଇଯିବ। ଜରିରେ ପୁରେଇ ଦେଲେ ସେ ଓଜନ କରିବ, ମୁଁ ଆସିକି ଏଇଟା ସଫା କରିବି ଆଉ। ଚାଲୁନ ଯିବା ଆଗର ପୁରେଇ ଦେବା ଚାଉମିନ ଗୁଡ଼ାକ ଜରିରେ। ଇଚ୍ଛା କରିଥିଲା ଚିକେନ୍ ଖାଇବ, ଚିକେନ୍ ତ ମାଲିକ ଘର ଆଣିବେ ଆଉ ତାଙ୍କଠୁ ନେଇ ଆସିବା। ଆଉ ମୁଁ ଆଉ ଯିବିନି ଚିକେନ୍ ଆଣିବା। ରିକୋଇ ଆଣିବେ ଚିକେନ୍ ନେଇ ଆସିବା। ସିଏ ଯିବ ତାଙ୍କର ରିକୋଇ କାମ ଅଛି, ପଇସା କଲେକ୍ସନ୍ କରିବାକୁ ଯିବ। ସେ ତାଙ୍କର ଚିକେନ୍ ନେଇକି ଆସିବେ, ସେ ତାଙ୍କୁ ନେଇ ଆସିବେ। ସିଏ ତାଙ୍କର କେତେବେଳେ ଆଣିବେ, ଯଦି ଆଣିବ ବୋଲେ ଆମର ଆଣିବ ଆଉ ସେ ତାଙ୍କର 3ଟାରେ ଖାଇବେ। ହଁ ଆମର ରାତିକି ଆଣିବା ଥାଉ, କାହିଁକି ଆଣିବା ଆଉ। ଆଉ ତ ବାଜିଲାନି 12ଟା। ଆଚ୍ଛା ରିକ୍ୱାଇ ଯାଉଛି ଚିକେନ୍ ଆଣିବାକୁ, ମୁଁ ଯାଇଥିଲି ଜଲ୍ଦି ନେଇ ଆସିଥାନ୍ତି। ସେ ଯିବ ତାର ବାକି ଅଛି କଲେକ୍ସନ୍ କରିବ, ସଉଦା ଧରିକି ଚିକେନ୍ ଧରିକି ଆସିବ, ଲେଟ୍ ହେବ। ଆଉ ତୁ କେତେବେଳେ ରୋଷେଇ କରିବୁ? ସେ 4ଟା 5ଟା ରୋଷେଇ କରିବୁ ଏକା କଥା? ହଁ ଏଇଟା ସେ ରାତିକି ଯିବ। ହଉ ଥାଉ ରୋଷେଇ। ଆଇଁଷ ଖାଇବା ବୋଲି କେମିତି ହେଉଛି ଏଇଟା ଦେଖିବ ନା। ଆଉ ଏବେ କ'ଣ ତୁ ରୋଷେଇ ବାସ କିଛି ତ କହୁନୁ, ପରିବା ଗୁଡ଼ା କରିଛି ରୋଷେଇ କରେ। ହଉ ଥାଉ ରବିବାର ଦିନ ଆସିବ। କିଛି ଆସିବନି, ଦରକାର ନାହିଁ, ଆସିବନି। ତମ ଇଚ୍ଛାରେ ଆଉ ତମର ଯେତେବେଳେ ଇଚ୍ଛା ହେବ ସେତେବେଳେ କିଛି ଆସିବନି। ହଉ ଠିକ୍ ଅଛି। ଚିକେନ୍ ଖାଇବ ବୋଲି ରାଗିକି ପଳେଇଲା। କି ରାଗ ଦେଖୁଥିବ। କାଇଁ ମାମା କାଇଁ? ମାମା ବାଥରୁମ୍ରେ ଧୋଉଛି। ଚିକେନ୍ ଖାଇବୁ ରାଗିଗଲା। ମୁଁ କହିଥିଲି ଚିକେନ୍ ଆଣିବା କଥା, ତା ମାଲିକ ବାହାରିଲେ ସେ ଯିବେ ଚିକେନ୍ ଆଣିବାକୁ। ଆଉ ସେ ଯାଉଛନ୍ତି ନେଇକି ଆସିବେ। ତାପରେ ସିଏ ବି କହିଲେ ତୁ ଆଣିଲା ଚିକେନ୍ ଆମର ଆସେ, ତୁ ନେଇଯିବୁ ଆମ ଘରକୁ। ସେ କହିଲେ ଆମେ କାହିଁ ପଇସା ଦେଇକି ବେକାର ଆଣିବୁ, ସେଇଥିପାଇଁ କହିଲେ ଥାଉ ଆଣିବାନି ଆଉ। ରାତି ନହେଲେ ଆଣିବା, ସେ ତାଙ୍କର ଦ୍ୱିପହର ଦେଇଦେବେ ଆମେ ଖାଇଦେବା ଆଉ। ସେତିକି କଥା ହେଲେ ସେ ରାଗିଗଲା। ହଁ ଖାଇବୁ। ରାଗି ତମର ମଜା ହେଲାନି? ହଁ କ'ଣ ଖାଇବୁ? ପାସ୍ତା ଖାଇବୁ? ପାସ୍ତା ଆଜି ହେଇନି, କାଲି ହେଇଥିଲା। ରାତିକି ଖାଇବି ପାସ୍ତା ହେଲା। ମାମା ଦେବ ହାତ ରୋଷେଇ କରୁଛି। ହଁ କ'ଣ ଲେଟ୍ ହେବ ନା କ'ଣ ଭଜା? ହଁ ଲେଟ୍ ହେବ? କି ରାଗ ଆଲୋ। ରିକ୍ୱାଇ କହିଲା ବା ସେ ଆଣିବେ ତାଙ୍କର, ସେ ଦେବ ବୋଲି କହିଲା ରିକ୍ୱାଇ। ଆମର କାହିଁ ବେକାର ଦେଇକି ଆଣିବୁ ବୋଲି କହିଲେ। ଆଉ ଆମର କାହିଁକି ଆଣିବା ରାତିକି ଆଣିବା, ନହେଲେ ଟିକେ ରବିବାର ଦିନ ଆଣିବା। ରାଗିଲେ କ'ଣ ହେବ ଏଠି? ମୁଁ ବାହାରୁ ଯିବି ବୋଲି ସେ ତାଙ୍କର ବାକି ଅଛି ତ, ସେ ଯିବ କଲେକ୍ଟ କରିବ ପଇସା ନେଇକି ଆସି। ଆଉ ସେଥିପାଇଁ ମୁଁ ଆଉ ଗଲିନି। ମନା କର ଚିକେନ୍ ଆଣିବାକୁ, ମନା କର। ଏଇଠୁ ଆମେ 500 ଆଣୁ ଯାଇକି ଏଇ ଦୋକାନରୁ। ସେ ତାଙ୍କର କେତେବେଳେ ଆସିବ? ସେ ତାଙ୍କର ଚିକେନ୍ ନେଇକି ଆସି, ମୁଁ କ'ଣ ମନା କରିବି? ଆମ ପାଇଁ ଆଣିବାକୁ ମନା କର। ଆମର ସେ ଆଣିବନି, ମୁଁ କହିନି ତାକୁ ଆଣିବାକୁ। ଆମର କହିନ ଯଦି ଆମର ଏଇଠି ବଜାରରୁ ଧରିକି ସେ ତାଙ୍କର ଯେଉଁ ଘର ପାଇଁ ଆଣି, ସେଇଥିରୁ ଆମକୁ ଅଳ୍ପ ରୋଷେଇ କରିକି ଦେଇଦେବେ କହିଲେ। ନାଇଁ ଦରକାର ନାହିଁ, ମୁଁ ଏମିତି ନେବିନି, ଫୋପାଡ଼ି ଦେବି। ମାଲୋ ନେବିନି। ଦେଖିଲ କେମିତି ଚିକେନ୍ ଖାଇଲେ କେମିତି ହେଉଛି ଦେଖନ୍ତୁ। ଏଇ ହେଲା କଳି ଯୁଗର ଆଇଁଷ ଖିଆ ସ୍ତ୍ରୀ। ପାନି ଆଣିବୁ? ଟିକେ ଆଇଁଷ ଖାଇବା ବୋଲି ପୁରା ଝଗଡ଼ା କରିଦେଉଛି। କୋଉଠୁ ଭାତରେ ଢଳିବ, ଚାଲ ସେଟା। ହେଇଗଲା ଭଜା ଆମର। ଆଉ ଲାଗିବ 5 ମିନିଟ୍। ମୁଁ ଯାଉଛି କାମ କରିବି। 5
ସମୟ ଲାଗିବ ତ ଆଉ ଲେଟ୍ ହେବ। ମୋର ତ ଭଜା ହେଇନି, ଯାଉଛି ଖାଇବି, ମୁଁ କିଛି ଖାଇବି, ଯାଉଛି କାମ କରିବି। ଭଜା କେତେବେଳେ କିଛି କରୁ, ମୋତେ ଟିକେ ଭୋକ ଲାଗିଲାଣି। ସକାଳେ ସିମେଇ ଖାଇଥିଲି ଆଉ ପେଟ ନାହିଁ ମୋର। ହେଇଗଲାଣି ତ ଖାଇଦେଇ ଯିବା ଏକାଥରେ, ଆଉ କାହିଁ ଯିବି। ଚିକେନ୍ ଖାଇବି ତା ମୁଣ୍ଡ ଗରମ ୟାର। ହେଇଗଲା। देख तो हमारा देख रागी क्यों हो देख ये कुत्ते रागी खस्ता हो खाली तू खाया होगा खाई देगी जीवा आ काम अच्छे कम पाइल छाड़ देगी गुदाम जीवा बासन बजा सफा कर मोर जाऊँ कमटा टी अच्छे मेसीन सफा करी देखी से मेसीन गले सफा करी घंटे अधन लगे से मेसीन सफा करा चिकेन कैंसल होगा आनबुनि मालिक आनबे से चिकेन पे रागी तार तो चिकेन आसे तार कौन बसौ डाली फैला कौन बसैलानी हाथ पकी दिना दिव टे माइल माठ बाजा काच भांगी गला एकादे चिकेन खाई प्रबल राग हाँ दे पैसा दे नहीं आसबि आशाटा देचे आ कौन कर आशा देचे आशा पूरण करा पड़ो ना आशाटा रही दे पैसा दे नहीं आसे ना कहीं दौनु दे चिकेन नहीं आसे कौन कर मुँह सुखी रही रागिलानी आ दिनटा भल जीवनी आनी दे से खाऊ चिकेन हाथ बुलेला मो 8 बाजिला काच भांगीगला सफा कर काच स्वामी कथा न मानले यही परिस्थिति ठाकुर जागती प्राणी मंगल करती चाखी देखु मिठा है खटा है डालीटा लुण पड़ा लास्ट को बाध्य हो चिकेन नवा आईली चिकेन दुकान पहुँचली चिकेन नहीं पलैया किले हम चिकेन घटा नहीं बुझा नहीं जा गले रोसे हम ना न नहीं गले मुँह सुखे रही है दिन सारा टोटा भल लगे आई नहीं पलि जा रोसे हम खाइबा मालिक मालिक जा मना करदेवी देवेनि आमर मुझे खाईदेबू आम ऑस्ट्रेलिया कुकुड़ा गुड़ाक अच्छे सब देल हाँ दौन लेट कर जमा नहीं काटी सारे नहीं पलैया छंड जा मो लुनार घसी है निजे जर पूरे दे नहीं पलैया जो कम अच्छी गुदाम फोन भी आसला बराटा गोटे दौना खाली मांस गुड़ा देदेला दियो दियो खाली कंटा हाँ दियो कंटा कराटा नवा आसला फोटो उठा क्या देखु ना मुझे यूट्यूब भिडियो छाड़ी तो से भिडियो कर मोर है बोधे केते कहल पैसा छाड़ दिए 220 चिकेन किलो ये हाँ छाड़ मोर पार्सल होगा चिकेन नहीं जा देदेले रोसे कर फटाफट जीवा चिकेनटा दे से रोसे कर मोर जी गुदाम चाउमिन नहीं जी फोन माइले गुदाम केतु ये शिवानी रागुची बोली से माइल दबाक ना आज आनी चिकेन हाँ चलतु जहाँ जा रोसे कर खाईदे गला चिकेन नहीं आइली शिवानी देदेली से रोसे कर
ଚାଉମିନ ଲୋଡ଼ କରିନି ଏବେ ଯିବେ ଗୋଦାମ ଦେଖିପାରୁଥିବ ପଛରେ ଲୁନା ମାଲ ଲୋଡ଼ ହେଇଛି ଏବେ ଚାଲନ୍ତୁ ଯିବା ଚାଉମିନ ପକେଇ ଦେଇକି ଆସିକି ଖାଇବା ଆଉ ମୋତେ ଲାଗୁନି କାହିଁ ଆସିଲା ବେଳକୁ ଆଉ ଭିଡ଼ିଓ କରିପାରିବି କି ନ କରିପାରିବି କାହିଁକି ସେଟା ଲେଟ୍ ହେବ ଆସିଲା ଗୋଦାମରୁ ଆଉ ଭିଡ଼ିଓଟା ମୁଁ ଦେଖେଇ ପାରିବିନି ଚିକେନ୍ ଖାଇବା ଭିଡ଼ିଓ ଆଉ ଚାଲନ୍ତୁ ଯିବା ମାଲଟା ଦେଇଦେବା ଦେଖିବା ଯାହା ହେବ ଦେଖିବା ଆଉ ଚାଲ ଲୋଡ଼ ହେଇ ରହିଛି ଲେଟ୍ ହେଲାନି ବହୁତ ସମୟ ସେ ଫୋନ୍ କଲେନି ହେଇଲାନି ଘଣ୍ଟେ 1.5 ଘଣ୍ଟା ହେଇଲାନି ଗୋଦାମରୁ ଯେଉଁମାନେ ମାଲ ନେବେ ସେ ଫୋନ୍ କଲେନି 2 ଘଣ୍ଟା ପାଖାପାଖି ହେଇଲାନି ଆଉ ଚାଲନ୍ତୁ ଫଟାଫଟ ଯିବା ଦେଇଦେଇ ପଳେଇ ଆସିବା ଚାଉମିନ ପକେଇ ମୋ କାମ ଯେତିକି ସବୁ ସରିଗଲା ମୋର ଆଜି ମଇଦା ନେବାର ନାହିଁ ସେ ଭାଇଙ୍କର ମଇଦା ଆଉ ଗୋଟେ ବିରି ନେଇକି ଯାଉଛି ଦେଖୁଛି ରୁହନ୍ତୁ ଲୁନାରେ ଅଛି ନେଇ ସାରିଲିନି ଏବେ ଯିବା କମ୍ପାନୀକି ଆଉ ଏଇ ହେଲା ମୋ ଲୁନା ଏଇଟା ହେଲା ବିରି ଆଉ ଆଗଟା ମଇଦା ଅଛି ସେ ଭାଇଙ୍କର ନୂଆ ବଜାର ତାଙ୍କ ଘର ଆଉ ସେ କହିଥିଲେ ତ ଗୁଲୁ ଭାଇ ଗ୍ରୋସରୀ ଦୋକାନ ତାଙ୍କର ସେ କହିଥିଲେ ମୁଁ ନେଇକି ଯାଉଛି ତାଙ୍କର ଆଉ ଏଇଟା 50 କିଲୋ ବିରି ମଇଦା ଲୋଡ଼ ହେଇଛି ଏବେ ଚାଲନ୍ତୁ ମୋ ସଇଲା କାମ ଏଠି ସବୁ ଡାଲି ଫାଲି ଲୋଡ଼ କରୁଛନ୍ତି ଡାଲି ଗୁଦାମଟା